ଜଣେ ଛାତ୍ରର ସାଧାରଣ କୌତୂହଳ କେମିତି ଏକ ବୈଜ୍ଞାନିକ ଅନୁସନ୍ଧାନରେ ପରିଣତ ହେଲା ଆସନ୍ତୁ ଜାଣିବା। କାହାଣୀଟି ଆରମ୍ଭ ହେଉଛି ଗୋଟିଏ ଶାନ୍ତ ଗାଁରୁ। ଏଠି ଜଣେ ଛାତ୍ର 4 ଦିନ ପାଇଁ ପକ୍ଷୀ ଦେଖିବା ଆରମ୍ଭ କରୁଛନ୍ତି। ଚାଲନ୍ତୁ ଦେଖିବା କେମିତି ସାଧାରଣ ପର୍ଯ୍ୟବେକ୍ଷଣ ବଡ଼ ବଡ଼ ଆବିଷ୍କାରର ରାସ୍ତା ଖୋଲିଦିଏ। ତେବେ ଅନୁସନ୍ଧାନ ଆରମ୍ଭ ହେଲା ଘର ପାଖ ଗଛ ଓ ଛାତ ଉପରେ ବସିଥିବା ସାଧାରଣ ପକ୍ଷୀଙ୍କୁ ଦେଖିବାରୁ। ଧୀରେ ଧୀରେ ଆଗ୍ରହ ବଢ଼ିଲା ଆଉ ପ୍ରତିଦିନ ସ୍କୁଲ ଯିବା ରାସ୍ତାଟା ବି ପକ୍ଷୀ ଦେଖିବାର ଏକ ଜାଗା ପାଲଟିଗଲା। ଖାଲି ଦେଖିଲେ ତ ହବନି, ତାକୁ ଟିପି ରଖିବାକୁ ପଡ଼ିବ, ଆଉ ସେଥିପାଇଁ ଦରକାର ଏକ ଅନୁସନ୍ଧାନ ସିଟ୍। ଏଇ ମୋ ପରିବେଶ ଫର୍ମରେ ସବୁ ତଥ୍ୟ ଲେଖା ହେଲା। ଏମିତି ପ୍ରତିଟି ଛୋଟ ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଗଲା। ଆଚ୍ଛା, ତେବେ ସ୍କୁଲରେ ଆଉ ଘରେ କ'ଣ ସବୁ ତଥ୍ୟ ମିଳିଲା? ଚାଲନ୍ତୁ ସେଇଟା ଦେଖିବା। ସବୁଠୁ ବେଶୀ ଦେଖାଗଲା ସାଧାରଣ ବଣି, ମୋଟ 9 ଥର। ତା ପଛକୁ ଥିଲେ ପାରା, ଯାହାଙ୍କୁ 4 ଥର ଦେଖାଯାଇଥିଲା। ସେହି ଅଞ୍ଚଳରେ 2ଟି କଳା ଡ୍ରଙ୍ଗ ମଧ୍ୟ ଦେଖିବାକୁ ମିଳିଥିଲା। ଏହାଛଡ଼ା ସୁଅଁ, କାଉ ଆଉ କପୋତ ବି ଥରେ ଲେଖାଏଁ ଦେଖାଯାଇଥିଲେ। ହେଲେ ଏ ସବୁ ସଂଖ୍ୟାରୁ ପ୍ରକୃତରେ କ'ଣ ଜାଣିହେବ ସେଇଟା ହେଉଛି ମଜାଦାର କଥା। ତେବେ ପ୍ରଥମ କଥା ହେଲା, ଏଠାରେ ମୋଟ 6 ପ୍ରକାରର ଅଲଗା ଅଲଗା ପକ୍ଷୀ ଦେଖାଗଲେ। ଆଉ ସବୁ ପକ୍ଷୀଙ୍କୁ ମିଶାଇଲେ ମୋଟ ସଂଖ୍ୟା ହେଉଛି 21। ଏହି ତଥ୍ୟରୁ ପକ୍ଷେ ପ୍ରଚୁରତା ବାହାରି କରାଯାଏ, ଯାହା ସେହି ଅଞ୍ଚଳର ପରିବେଶ ବିଷୟରେ ଜଣାଏ। ଦେଖିଲେ ତ କେମିତି ସାଧାରଣ ଗଣିତକୁ ପରିବେଶ ବିଜ୍ଞାନ ଭଳି କାମରେ ଲଗାଯାଇପାରେ। ଏବେ ଦେଖିବା ଏହି ଛୋଟ କାମର ବଡ଼ ଉଦ୍ଦେଶ୍ୟ କ'ଣ। ଏଥିରେ ଆହୁରି ଅଧିକ ଶିଖିବା ଓ ପକ୍ଷୀଙ୍କ ସୁରକ୍ଷା ପାଇଁ ପ୍ରେରଣା ଦିଆଯାଇଛି। ଶେଷରେ ଏହି କାମକୁ ସୁନ୍ଦର ଭାବରେ ଖାତାରେ ଲେଖିବା ଓ ଚିତ୍ର କରିବାକୁ କୁହାଯାଇଛି। ଫଳସ୍ୱରୂପ ଖାତାଟିଏ ପୂରା ହେଲା, ଆଉ ତା ସହ ମିଳିଲା ପ୍ରକୃତିକୁ ନେଇ ଏକ ନୂଆ ଅନୁଭବ। ଏମିତି ନିଜ ଆଖପାଖକୁ ଦେଖିବା ଓ ଟିପି ରଖିବା କାମ ଯେ କେହି ଯୋଉଠି ବି ଆରମ୍ଭ କରିପାରିବେ।